ମୋ ଘର ଯୋଜନାରେ ଆସିଲା ବଡ଼ ଅପଡେଟ୍। ଯଦି ଆପଣମାନେ ମଧ୍ୟ ମୋ ଘର ଯୋଜନା ଅଧୀନରେ ଆବେଦନ କରିଛନ୍ତି ତେବେ ଆପଣଙ୍କୁ ମିଳିବ କି ନାହିଁ ଟଙ୍କା, ଆଉ ଯଦି ମିଳିବ କେବେଠାରୁ ମିଳିବ, କ'ଣ ରହିଛି ଅପଡେଟ୍, ଆସନ୍ତୁ ସମ୍ପୂର୍ଣ୍ଣ ଡିଟେଲରେ ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆପଣମାନେ ଜାଣିଛନ୍ତି ରାଜ୍ୟ ସରକାରଙ୍କ ତରଫରୁ ମୋ ଘର ଯୋଜନାର ଶୁଭାରମ୍ଭ ହୋଇଥିଲା, ଯେଉଁଥିରେ ଆପଣମାନଙ୍କୁ ଲୋନ୍ ମାଧ୍ୟମରେ ମିଳିପାରିବ ଟଙ୍କା ଘର ନିର୍ମାଣ ପାଇଁ। ଆଉ ଏଥିରେ ରହିଥିଲା କିଛି ସବସିଡି, ଯାହାକି କେନ୍ଦ୍ର ସରକାରଙ୍କ ତରଫରୁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଆରମ୍ଭ କରିଥିଲେ ମୋ ଘର ଯୋଜନା। ତେବେ ମୋ ଘର ଯୋଜନା ଅଧୀନରେ ବହୁତ ଲୋକ ଆବେଦନ କରୁଥିବା ବେଳେ ଏପର୍ଯ୍ୟନ୍ତକୁ କିଛି ମାତ୍ର ଲୋକଙ୍କୁ ଟଙ୍କା ମିଳିଥିବା ବେଳେ ଅନେକ ଲୋକଙ୍କୁ ଟଙ୍କା ମଧ୍ୟ ମିଳିନାହିଁ। ତେବେ ଆପଣଙ୍କୁ ଟଙ୍କା ମିଳିବ କି ନାହିଁ, କ'ଣ ରହିଛି ଅପଡେଟ୍, କେମିତି ମଧ୍ୟ ଆପଣ ଚେକ୍ କରିକି ଜାଣିପାରିବେ, ଯାହା ଆମେ ଭିଡ଼ିଓ ମାଧ୍ୟମରେ ଜାଣିବା। ପ୍ରଥମ ତ ଏଥିପାଇଁ ଆପଣଙ୍କୁ moghara.odisha.gov.in ଏ ୱେବସାଇଟ୍ ଭିଜିଟ୍ କରିବାକୁ ପଡ଼ିବ। ଆଉ ଏ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନ୍ରେ ଦେଇଛୁ, ଆପଣ ଯାଇ ମଧ୍ୟ ଚେକ୍ କରିଦେଇପାରିବେ। ତାପରେ ଆପଣଙ୍କ ସାମ୍ନାରେ ଏମିତି କିଛି ୱେବସାଇଟ୍ ଆସିଲା ପରେ ଆପଣ ଯାହା ନାଁରେ ମୋ ଘର ଯୋଜନାରେ ଆବେଦନ କରିଥିବେ ତାଙ୍କର ଆଧାର ନମ୍ବର ଆଣିବାକୁ ପଡ଼ିବ। ବାସ୍ ଏଇଠି ଦେଖନ୍ତୁ, ଆପଣଙ୍କର ନିଜର ଆଧାର ନମ୍ବର ଦେଇ ସବମିଟ୍ରେ କ୍ଲିକ୍ କରିବେ। ତାପରେ ଆପଣଙ୍କ ସାମ୍ନାରେ ଏମିତି କିଛି ଓପନ୍ ହେଇଯିବ, ଯେଉଁଥିରେ ଆପଣ ଯାହାର ନାମର ଆବେଦନ କରିଥିବେ ତାଙ୍କ ନାମ, ତାଙ୍କ ମୋବାଇଲ ନମ୍ବର, ତାଙ୍କ ଆଡ୍ରେସ୍ ମଧ୍ୟ ଆସିଯିବ। କିନ୍ତୁ ଦେଖନ୍ତୁ, ଏଠି କିଛି ଅପସନ୍ ଆସିଯାଇଛି। ଏହି ଋଣ ଆବେଦନ ଦାଖଲ ହୋଇଥିବା ଡକ୍ୟୁମେଣ୍ଟ ଗୁଡ଼ିକରେ ସମସ୍ୟା ହେତୁ ନିମ୍ନରେ ଦର୍ଶାଇଥିବା କାରଣ ପାଇଁ ବ୍ୟାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଛି। ଅର୍ଥାତ୍ ଯାହା ନାମରେ ଆବେଦନ ହୋଇଥିଲା ତାଙ୍କ ନାମରେ କୌଣସି ଖতিয়াନ ମଧ୍ୟ ଅପଲୋଡ଼ ହୋଇନଥିଲା। ତେବେ ଖতিয়াନ ଜଣକ ନାମରେ କିମ୍ବା ବାପା, ଜେଜେବାପା ନାମରେ ଥିବ। ଯଦି ଆପଣମାନେ ଏଥିରେ ଆବେଦନ କରିଥିବେ ସେ କ୍ଷେତ୍ରରେ ଆପଣଙ୍କୁ ମଧ୍ୟ ମୋ ଘର ଯୋଜନା ଅଧୀନରେ ଟଙ୍କା ମିଳିବ ନାହିଁ। ଏନେଇ ମଧ୍ୟ ଦେଖନ୍ତୁ, ଆପଣମାନେ ଚାହିଁଲେ ନିଜ ନିଜର ଷ୍ଟାଟସ୍ ଚେକ୍ କରିକି ଦେଖିପାରିବେ କି ଆପଣଙ୍କର କ'ଣ ପାଇଁ ମୋ ଘର ଯୋଜନା ଅଧୀନରେ ଟଙ୍କା ମିଳୁନାହିଁ ବା କ'ଣ ପାଇଁ ଆପଣଙ୍କର ହୋଇଛି ରିଜେକ୍ଟ। ତେବେ ଏମିତି ଚେକ୍ କରନ୍ତୁ, ଆଉ ଏ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନ୍ରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇପାରିବେ।